ପାପି ପରିଡ଼ା ଆଜ୍ଞା। ଆଉ ମୋ ଘର ହେଲା ମୋଟରସାହି ୱାର୍ଡ ନମ୍ବର 8। ଆଉ ଆମ ଘର ପାଖରେ ଇଏ ହେଲା ପଶୁ ଇଏ ହେଲା ଚିକିତ୍ସାଳୟ ଘର ପାଖରେ। ଇଏ ହେଲା ଆର ବର୍ଷ 2025 ଇଏ ହେଲା ଏପ୍ରିଲ ମାସରେ ମୋର 5ଟି ଗାଈର ଇନ୍ସୁରାନ୍ସ ଇଏ ଆମ ପଶୁ ଇଏ ହେଲା ଚିକିତ୍ସାଳୟ ଯାଇକିନା କରେଇଥିଲେ। ବହୁତ ମାନେ ଅନୁରୋଧ କରିକିନା କହିଲେ ନାଇଁ ଆପଣଙ୍କ ଗାଈର ଇନ୍ସୁରାନ୍ସ କରାଅ। 5ଟି ଗାଈର ମୁଁ ଇନ୍ସୁରାନ୍ସ କରିଥିଲି, 10,000 ଟଙ୍କା ଇନ୍ସୁରାନ୍ସ କରେଇଥିଲି। ଆଉ ଏଇ ଆମ 2026 ଇଏ ହେଲା ଏପ୍ରିଲ ମାସରେ ଇନ୍ସୁରାନ୍ସ ଟି ସରି ଯାଉଥିଲେ। ତା ପୂର୍ବରୁ ଆସି ମୁଁ 3 ଥର ଅଫିସରେ ଆସିକିନା କହିଲି, ଭାଇକି ରିକ୍ୱେଷ୍ଟ କଲି, ମ୍ୟାଡାମକୁ ରିକ୍ୱେଷ୍ଟ କଲି। ମୁଁ କହିଲି ମ୍ୟାଡାମ ମୋ ଇନ୍ସୁରାନ୍ସ ଟା ସରିଯାଉଛି, ଆପଣ ଟିକେ ଇନ୍ସୁରାନ୍ସ ଟାକୁ ଇଏ କରାନ୍ତୁ। ମ୍ୟାଡାମ କହିଲେ ଯେ ଆପଣ କିଛି ଟେନସନ ନିଅନ୍ତୁନି, ଆମର ଯିଏ ଆଉ କିଏ ଇନ୍ସୁରାନ୍ସ ଅଧିକାରୀ ଯିଏ ଆସିବେ ଆମେ ଯାଇକିନା ଆପଣଙ୍କର କରେଇଦେବୁ, ଆପଣ ଟେନସନ ନିଅନ୍ତୁନି, ଯାଆନ୍ତୁ, ଆପଣଙ୍କର ତ ଭଲ ଗାଈ ଅଛି, ଆଉ ଆପଣ ଟେନସନ ନିଅନ୍ତୁନି, ଯାଆନ୍ତୁ। ତାପରେ ବିଗତ କାଲି ଆମର 8/6/2026 ରେ ଗୋଟେ ଗାଈ ମୋର ଏକ୍ସପାୟାର୍ଡ କରିଗଲା। ତାପରେ ଏମାନେ ଯାଇକିନା ଇଏ ହେଲା ସେ ଗାଈକି ଟ୍ରିଟମେଣ୍ଟ କରିଥିଲେ। ତାପରେ ଦେଖିଥିଲେ କାନରେ ଟ୍ୟାଗ ଅଛି। ତାପରେ ତାଙ୍କ ଷ୍ଟାଫ ଯାଇକିନା କହିଲେ ଯେ ଆପଣ ଟେନସନ ନିଅନ୍ତୁନି, ଆପଣଙ୍କ ଗାଈର ଇନ୍ସୁରାନ୍ସ ଅଛି, ମ୍ୟାଡାମ ଆସିବେ ଇନକ୍ୱାରିରେ। ମୁଁ ଟିକେ ବାହାରେ ଆଜ୍ଞା ଥିଲି। ତାପରେ ବାହାରେ ଥିଲା ବେଳେ ଇଏ ହେଲା ବିଗତ 3 ଘଣ୍ଟା ଇଏ ହେଲା ବିତିଗଲାଣି, ମ୍ୟାଡାମ କେହି ଇନକ୍ୱାରିରେ ଆଇଲେନି। ମୁଁ ବାହାରୁ ଆସିଲା ପରେ ମ୍ୟାଡାମକୁ ଆସିନା ପଚାରିଲି, ମୁଁ କହିଲି ମ୍ୟାଡାମ ଆଉ ସେ ଗାଈର ଇନ୍ସୁରାନ୍ସ ଥିଲା, ଇନ୍ସୁରାନ୍ସ ଇଏ ହେଲା ବହୁତ ଇଏ ସରିଯାଇଛି, ଆପଣ ତ କହିଥିଲେ ରିନ୍ୟୁଆଲ କରିବା ପାଇଁ, ଆପଣ ରିନ୍ୟୁଆଲ କରିଛନ୍ତି କି? ମ୍ୟାଡାମ କହିଲେ ନାଇଁ ସେ ଗାଈର ଇନ୍ସୁରାନ୍ସ ସରିଯାଇଛି, ଆଉ ଆମେ ରିନ୍ୟୁଆଲ କରିନୁ। ଆଉ ଆପଣ ଇଏ ହେଲା କଣ ପାଇଁ ଇଏ ହେଲା ମିଥ୍ୟାରେ କହିକି ଆଇଲେ ଯେ ମ୍ୟାଡାମ ଇନକ୍ୱାରି କରିବାକୁ ଆସିବେ ବୋଲି? ଆପଣ କହିଲେ ନାଇଁ ଆପଣ ଗାଈଟାକୁ ଉଠେଇ ଦିଅନ୍ତୁ। ଗାଈ କଣ ପାଇଁ 3 ଘଣ୍ଟା ପଡି ରହିଲା? ଗାଈକି ଆମେ ଇଏ ହେଲା ଦୀର୍ଘ 3 ଘଣ୍ଟା ସେଠି ପକେଇ ଇଏ ହେଲା ରଖିଲା ପରେ ମ୍ୟାଡାମ ଇଏ ହେଲା ସେଠି ଗଲେନି। ମ୍ୟାଡାମ ଏଠି ଅଫିସରେ କହିଲେ ଯେ ଆଉ ଆପଣ ଯାଆନ୍ତୁ, ଆପଣଙ୍କ ତ ଇନ୍ସୁରାନ୍ସ ସରିଯାଇଛି। ତାପରେ ମ୍ୟାଡାମକୁ ପଚାରିଲି, ମୁଁ କହିଲି ମ୍ୟାଡାମ ମୋର ତ ଇନ୍ସୁରାନ୍ସ ଇଏ ହେଲା ସରିବା ପୂର୍ବରୁ ମୁଁ ତ ଆପଣଙ୍କ ପାଖକୁ 3-4 ଥରରୁ 5 ଥର ଆଇଛି, ଆପଣଙ୍କ ଷ୍ଟାଫକୁ ପଚାରି ପାରନ୍ତୁ। ତାଙ୍କ ଷ୍ଟାଫ ବି କହିଲେ ହଁ ଇଏ ଭାଇ ଆଇଛନ୍ତି। ତାପରେ ମ୍ୟାଡାମ ମତେ କହିଲେ ଯେ ଗୋଟେ କଥା, କହିଲେ ଆପଣ ଇନ୍ସୁରାନ୍ସ କରିବେ 12 ମାସର, 14 ମାସ ପରେ ସେଇଟା ଆମେ ଏଇଟା ରିନ୍ୟୁଆଲ କରିବୁ। ତାମାନେ ଆମେ ଦବୁ 12 ମାସର ପଇସା, 2 ମାସ କଣ ପାଇଁ ଆମେ ଅପେକ୍ଷା କରିବୁ ଇନ୍ସୁରାନ୍ସ ଟାକୁ ରିନ୍ୟୁଆଲ କରିବା ପାଇଁ? ମାନେ ଆକ୍ଚୁଆଲି ସିଏ ମାନେ ଇନ୍ସୁରାନ୍ସ କରିବା ପୂର୍ବରୁ ମାନେ ବହୁତ ରିକ୍ୱେଷ୍ଟ କରିକିନା ଅନୁରୋଧ କରନ୍ତି ଯେ ଆପଣ 12 ମାସ ପାଇଁ ଇନ୍ସୁରାନ୍ସ କରନ୍ତୁ, ଆଉ ଆପଣଙ୍କର ତା ଭିତରେ ଆମେ ପୁଣି ତାକୁ ରିନ୍ୟୁଆଲ କରିଦେବୁ। ବର୍ତ୍ତମାନ ମୋର 14 ମାସ ହେଇଗଲାଣି। ମ୍ୟାଡାମ ସେ କଥା ଆଜି କହିଲେ, 14 ମାସ ହେଲାଠୁ କହିଲେ ଇନ୍ସୁରାନ୍ସ କରିବାର ଇଏ ହେଲା 2 ମାସ ପରେ ସେଟା ଇନ୍ସୁରାନ୍ସ ଆମେ ରିନ୍ୟୁଆଲ କରେଇବୁ, କି କୋଉ ଷ୍ଟାଫ ଆସିବ ଆମେ ତାଙ୍କୁ ବତେଇବୁ। ଏବେ ସେ ଷ୍ଟାଫ ନାହାନ୍ତି, ସେ କମ୍ପାନୀ ଛାଡି ପଳେଇଛି। ଯଦି କମ୍ପାନୀ ଛାଡି ପଳେଇଛି, ଆପଣ କଣ ପାଇଁ ସେଠି ମାନେ ଇନ୍ସୁରାନ୍ସ ବାଲାକୁ ସେଠି ବତେଇଥିଲେ? ଆମେ ଆପଣଙ୍କ ଭରସାରେ ଆସିଥିଲୁ ନା ଇନ୍ସୁରାନ୍ସ ବାଲାକୁ ଆମେ ଚିହ୍ନିଥିଲୁ? ସେ ଇନ୍ସୁରାନ୍ସ ବାଲା ଆସିକିନା ଇଏ ହେଲା ଆମ ଘରେ ବହୁତ ଅନୁରୋଧ କରି ବହୁତ ଇଏ ମାନେ କଥା କହି ଇନ୍ସୁରାନ୍ସ ଟା କରେଇଥିଲେ। ମୋ କହିବା କଥା ମୋ କହିବା କଥା ମୋର ପୁଣି ଆଉ ଇଏ ହେଲା 4ଟା ଗାଈ ଅଛି। ସେ ଗାଈ ଇଏ ଅବସ୍ଥା ପୁଣି କଣ ହବ? ମୁଁ ରଖିଛି ଆଜ୍ଞା ମାନେ ହେଲା ହଲିଷ୍ଟନ ରଖିଛି, ସାଇୱାଲ ରଖିଛି, ଗିର୍ ଗାଈ ରଖିଛି। ବର୍ତ୍ତମାନ ମୋ ଗୋଟା କାଲି ସାଇୱାଲ ଗାଈ ଚାଲିଗଲା। ଆଉ ପୁଣି ଆଉ ଯୋଉ 500 ଇନ୍ସୁରାନ୍ସ ଟା ହେଇଛି ଏଇ ବର୍ଷ, ସିଏ ପୁଣି କଣ ମାନେ ଇଏ ମାନେ ହଇରାଣ ନ ହଉଥିବେ? ମୁଁ ଆପଣଙ୍କ ମାଧ୍ୟମରେ ଆଉ ଆପଣ ଯାହା ଇଏ ହେଲା ନ୍ୟାୟ କରିବେ, ମୁଁ ସେଥିରେ ଚିର ଉପକୃତ ହେବି। ଆଉ Myself, Dr. Sonam Saritabal. I'm working as VS Yoga. ଅଭିଯୋଗ ହେଇଛି ଜଣଙ୍କର ଇନ୍ସୁରାନ୍ସ ଆପଣଙ୍କର କରିଥିଲେ, ସେ ବାରମ୍ବାର ଆସି ଇନ୍ସୁରାନ୍ସ ଆପଣ ରିନ୍ୟୁଆଲ କରେଇନାହାନ୍ତି, ଇନ୍ସୁରାନ୍ସ କରେଇନାହାନ୍ତି, ତାର ଗାଈଟି ମରିଗଲା, ସେ କଥା କ୍ଷତିପୂରଣ ଦାବି କଣ କରାଯାଏ, କଣ ଅଛି ଆପଣଙ୍କ? ଫାର୍ଷ୍ଟଲି ଅଛି ଯୋଉ ଇନ୍ସୁରାନ୍ସ ଆମର ହେଇଥିଲା ସେଇଟା ତାଙ୍କର 1 year ଓଭର ହେଇଯାଇଛି। ମାନେ ସେ ଇନ୍ସୁରାନ୍ସ କରିଥିଲେ ମେ ମାସରେ, ଏ ବର୍ଷ ମେ 26ରେ ତାଙ୍କ ଇନ୍ସୁରାନ୍ସ ଟା ଓଭର ହେଇଯାଇଛି। ଯାହାଫଳରେ କି ଏବେ ଯୋଉ ତାଙ୍କର ଗାଈଟା ଡେଥ୍ ହେଲା, ଆଇ ଇନଫର୍ମ ଦ ଇନ୍ସୁରାନ୍ସ କମ୍ପାନୀ କହିଲେ କି ଯେହେତୁ 1 year ପିରିୟଡ ଓଭର ହେଇଯାଇଛି ସେମାନେ କ୍ଲେମ ଦେବେ ନାହିଁ, ଯାହାଫଳରେ କି ତାଙ୍କର ସେଇ ଇନ୍ସୁରାନ୍ସ କ୍ଲେମଟା ହେଇପାରିବନି। ଏଇଟା ଆମେ ବୁଝୁଛି, ଆମ ତରଫରୁ ଏଇଟା ଭୁଲ ରହିଛି କି ମାନେ ଆମକୁ ଇନଷ୍ଟାଣ୍ଟଲି ଷ୍ଟାର୍ଟ କରିବାର ଥିଲା, ବଟ୍ ଯେହେତୁ ପ୍ରୋବ୍ଲେମ ରହିଛି ତ ଇନଷ୍ଟାଣ୍ଟ ନ୍ୟୁ ଇନ୍ସୁରାନ୍ସ ହେଇପାରିଲା ନାହିଁ, ଯାହାଫଳରେ କି ସେ ଚାଷୀ ଜଣଙ୍କ କ୍ଷତି ସହୁଛନ୍ତି ସେଟା। ବିକଜ ଯୋଉ ଟାଇମରେ ଚେଷ୍ଟା କରିଥିଲେ ରିନ୍ୟୁ କରିବାକୁ, ସେଇ ଟାଇମରେ ଆମର ନୂଆ ଇନ୍ସୁରାନ୍ସ ଷ୍ଟାର୍ଟ ହେଇନଥିଲା। ଏଇଟା ପୁରା ଓଡିଶା ଯାକରେ ଏଇ 2 ମାସରେ ଏଇଆ ହିଁ ପ୍ରୋବ୍ଲେମ ହେଇଛି। ନା କମ୍ପେନସେସନ ତ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ହେଇପାରିବ ନାହିଁ। फिलहाल ଆମେ ତାଙ୍କ ପ୍ରାଇଭେଟରେ ଯୋଉଟା କି ଗଭର୍ଣ୍ଣମେଣ୍ଟର ଇନ୍ସୁରାନ୍ସ ନୁହଁ, ପ୍ରାଇଭେଟର ଇନ୍ସୁରାନ୍ସ ରହୁଛି, ବାକି ସେଟା ବହୁତ ज्यादा କଷ୍ଟଲି ରହୁଛି, କିନ୍ତୁ ଆମେ ସେଇଟା ଟ୍ରାଏ କରିବୁ ତାଙ୍କର ବାକି ଗାଈ ଯେମିତି ଲସ୍ ନ ହୁଏ ସେଟା ଜଲ୍ଦି କରେଇଦବା।
ସରକାରୀ ଇନ୍ସୁରାନ୍ସ ବ୍ୟବସ୍ଥା ଅବିକା ଲାଗୁ ହେଇନି ନା କଣ? ନା ନା ସରକାରୀ ଇନ୍ସୁରାନ୍ସ ବ୍ୟବସ୍ଥା ଏପର୍ଯ୍ୟନ୍ତ ନର୍ମାଲ କାଉସ୍ ପାଇଁ ଷ୍ଟାର୍ଟ ହେଇନି।